हाय फ्रेंड्स, गुड आफ्टरनून। आज कौन खाଇବା करछि चलंतु देखिए। ता आगरु मोर सांग मान को गोटे कथा कहबा को चाहूची। जो सांग माने हम सकाळ उठी फुल तोड़िया जो भौणी माने जाउछन, भाई माने जाउछन, तांको मोर अनुरोध खरा न होला पर्यंत जांतु नाही। काहे कि आज मो सहित सेंती गोटे बड़ इंसिडेंट माने हबा को जाउतला। मोर घर बचिଛି କାହିଁକି ଫୁଲ ତୋଳିବା ପାଇଁ ଗଛକୁ ଯେତେବେଳେ ଗଲି, ବର୍ଷା ତ ଆଜି ସକାଳୁ ହଉଛି, ଆଜି ହଉଛି ଶୁକ୍ରବାର, ବର୍ଷା ତ ହଉଛି। ଗଲା ବେଳକୁ ମୋ ମନ୍ଦାର ଗଛରେ ଗୋଟେ ଏମିତି ସରୁର ସାପଟେ ଗୋଟେ ଡାଳ ସହିତ ରହିଛି, ପୁରା ଚିପକି ହେଇକିନା। ମୁଁ ଫୁଲ ପାଇଁ ହାତ ବୁଡିଲା ବେଳକୁ ମୁଁ ଦେଖିଲି ଯେ ଏଇଟା ତ ଡାଳ ନୁହଁ, ମାନେ ଡାଳ ଗୁଡାକ ଅଲଗା କଲର ଦେଖା ହଉଛି। ତାପରେ ଭଲସେ ଦେଖିଲା ବେଳକୁ ସାପ ଶୋଇଛି। ଭଲସେ ଦେଖିଲା ବେଳକୁ ମାନେ ସରୁଆ ସାପଟେ, ତା ଆଖି ଦିଟା ମୁଣ୍ଡ ଉପରେ ଅଛି, ସେଟା ଡାଳୁଆ ନାଗ ତାକୁ କୁହନ୍ତି ସେଇ ସାପଟାକୁ। ଆଉ ସେ ମୋବାଇଲ ଆଣି କ୍ୟାପଚର କରିବାକୁ ଗଲା ବେଳକୁ ସାପଟା ରହିଛି ବୋଲି ମୋ ସାଙ୍ଗମାନେ ସମସ୍ତଙ୍କୁ ଦେଖିବା ପାଇଁ ସେ ସାପ ସେଠୁ ଗାୟବ ହେଇଗଲାଣି, ଆଉ ନାହିଁ। ସେଥିପାଇଁ ମୋର ସବୁ ଭଉଣୀ ଭାଇ ମାନଙ୍କୁ ଅନୁରୋଧ, ସକାଳୁ ଫୁଲ ତୋଳିବାକୁ ଯାଆନ୍ତୁନି, ଖରା ପଡିଲେ ଫୁଲ ତୋଳନ୍ତୁ। ଆଉ ଭାଷଣ ଦଉଛି ବୋଲିକିନା ମୁଁ ଜାଣି ସାରିଲିଣି ସମସ୍ତେ କହିବା ଭାଷଣ ନ ଦେଇକି ଆଜି କଣ ଖାଇବାକୁ କରୁଛି, ଚାଲନ୍ତୁ ଖାଇବା ଦେଖଉଛି। ଆଉ ସାଙ୍ଗ ହେଇକି ଆସନ୍ତୁ ଖାଇବା। କେବେ କୋଉ ସାଙ୍ଗ ଭାଇ ଭଉଣୀ କିଏ ଆସୁଛନ୍ତି ଆସନ୍ତୁ, ମୁଁ ସମସ୍ତଙ୍କୁ ରୋଷେଇ କରିକି ଦବାକୁ ରେଡି ଅଛି। ଚାଲନ୍ତୁ। ତୁ କଣ କରୁଛୁ? ଭାତ, ସାଇଡରେ ଟିକେ ଚିଙ୍ଗୁଡି ମାଛ ଭଜା ନେଇ ଆସିଛି, ତା ସହିତ ମୁଗ ଡାଲି ଲାଉ ପକେଇକି ତରକାରୀ, ଆଉ ଚିଙ୍ଗୁଡି ମାଛ ପୋଇ ପକେଇକି, ତା ସହିତ ପଣସ ମଞ୍ଜି ବି ପଡିଛି ପକେଇକି ଗୋଟେ ଘାଣ୍ଟ କରିଛି। ଟିକେ ଭେଣ୍ଡି ଭଜା ଦି ଚାରିଟା କରିଦେଇଛି, ତା ସହିତ ଚୁନା ମାଛ ମୌରାଳି ମାଛର ପତ୍ର ପୋଡା କରିଛି। ଖୋଲିକିନା ସେଥିପାଇଁ ଗୋଟେ ରଖିଛି ଯେ ମୋ ସାଙ୍ଗମାନେ କହିବେ ମିଛ କହୁଛୁ, ପତ୍ରଟାକୁ ପୋଡି ଦେଇକିନା ତା ଭିତରେ କିଛି ନାହିଁ, ସେଥିପାଇଁ ପତ୍ର ପୋଡା ଗୋଟେ ଖୋଲିକି ଦେଖଉଛି। ତା ସହିତ କଞ୍ଚା ଲଙ୍କା, ଲେମ୍ବୁ, ପିଆଜ, ଲୁଣ ବି ଆଣିଛି। ଏ ଟିକେ ଦରକାର ନା, ସାଇଡ ଆଇଟମ ଟିକେ ଦରକାର। ତା ସହିତ ଅଣ୍ଡା ତରକାରୀ। ଆକ୍ଚୁଆଲି କଣ ନା, ମୋର ଆଜି ଅଣ୍ଡା ତରକାରୀ ମୁଁ କରିସାରିଥିଲି। ମାଛ ବାଲା ମଉସା ଆସିବାକୁ ଲେଟ୍ କଲା, ସେଠୁ ମୁଁ ଆଉ କଣ କରିବି, ସେଠୁ କରିସାରିଥିଲି। ସେ ଡାକିଲା, ଗେଟ୍ ବାଡେଇ କହିଲା, ବୁଢୀ ଆଜି କଣ ମାଛ ନବୁନି କି? ମୁଁ କହିଲି ହଁ, କି ମାଛ ଆଣିଛ ମତେ କହିଲ। ସେ କହିଲା ମୁଁ ଆଣିଛି ମୌରାଳି ମାଛ, ଚିଙ୍ଗୁଡି ମାଛ ଆଣିଛି। ସେଠୁ ମୌରାଳି ମାଛ ନାଁ ଶୁଣିକି ମୁଁ କହିଲି ବହୁତ ଦିନ ହେଲା ପତ୍ରପୋଡା ଖାଇନି, ଯାଉଛି ଆଜି ପତ୍ରପୋଡା ଟିକେ କରିବି ଯିବି। ସେଠୁ ଗେଟ୍ ଖୋଲିକି ଯେତେବେଳେ ଯାଇକି ମଉସାଙ୍କୁ ମାଗିଲି, ମଉସା ମତେ 100 ଗ୍ରାମ ମୌରାଳି ମାଛ ନାଁ ଶୁଣିକି ମଉସା ପୁରା ଆଶ୍ଚର୍ଯ୍ୟ ହେଇଗଲା। କହିଲେ ତୁ ଏତେ କମ ମାଛ ନେଇକି କରିବୁ କଣ? ମୁଁ କହିଲି ନା ନା, ଚିଙ୍ଗୁଡି ମାଛ ନେବି, 250 ନେବି, ଆଉ ସେଥିପାଇଁ 100 ଗ୍ରାମ ନଉଛି ଆଉ। କହିଲେ ଆଚ୍ଛା ଠିକ ଅଛି। ଆଉ ସେଠୁ କଣ କଲେ ନା, ମତେ ଦେଇକି ଗଲେ। ଦେଇ ସାରିଲା ପରେ ମୁଁ ତ ଏତିକି ଆଇଟମ କରିସାରିଛି। ଆଉ ମୋ ରୋଷେଇ ଆପଣଙ୍କୁ କେମିତି ଲାଗୁଛି କଣ ଆପଣ ମାନେ ଟିକେ ମତେ ବତେଇବେ, ମୋ ଖାଇବାଟା ପସନ୍ଦ ହଉଛି କି ନାହିଁ। ଆଉ ମୌରାଳି ମାଛଟାର ପତ୍ର ପୋଡା କରିଦେଇଛି, ପତ୍ର ଖୋଲିକି ଦେଖେଇ ଦଉଛି। ଆଉ ଭାତ, ଚାଲନ୍ତୁ ଖାଇବା, ଆଉ କାହିଁ ଡେରି କରିବା। ଆଉ ଆଜି ଥଣ୍ଡା ପାଗ ବୋଲି କାକୁଡି ସାଲାଡ ଏକା କିଛି କରିନି, ଏଇଆକୁ ଲଗେଇକି ଏବେ ଖାଇବି। ହଉ, ମୁଁ ଚାଲିଲି ଏଥର। ଆଉ ଆପଣ ମାନେ ବି ଖାଇଲେ କି ନାହିଁ ମତେ ଜଣେଇବେ। ବାଏ।